ଅନପାସିଭ୍ ନେକ୍ସଟ ଷ୍ଟେପ୍ରେ କ'ଣ କରିବ, ଇଣ୍ଡିଆରେ କ'ଣ ହେବ, ପ୍ୟାକେଜ୍ କେଉଁଭଳି ବାଏ କରିବେ, $97 ଯେଉଁ ରିଫଣ୍ଡ ହୋଇଛି ତାହାର ମାନେ କ'ଣ, ଆଉ ପ୍ୟାକେଜ୍ କଷ୍ଟ କେତେ ହେବ, ଆଉ ଓ ଟ୍ରାକର ଲଞ୍ଚିଂ କେବେ ହେବ, ଏସବୁ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଭିଡ଼ିଓକୁ ଆରମ୍ଭ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଯଦି ଆପଣ ଭିଡ଼ିଓକୁ ସ୍କିପ୍ କରି ଦେଖୁଛନ୍ତି ତାହେଲେ ଆପଣ କିଛି ବୁଝିପାରିବେ ନାହିଁ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଆକାଶ ଆପଣଙ୍କୁ ସ୍ୱାଗତ ଜଣାଉଛି ଆକାଶ ୟୁଟ୍ୟୁବ୍ ଚ୍ୟାନେଲକୁ। ଯଦି ପ୍ରଥମ ଥର ପାଇଁ ଆପଣ ଆମ ଚ୍ୟାନେଲ ଭିଜିଟ୍ କରିଛନ୍ତି ଆଉ ଭିଡ଼ିଓ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ, ନୋଟିଫିକେସନ୍ ବେଲ୍ଟିକୁ ଅଲ୍ କରିନିଅନ୍ତୁ ସର୍ବପ୍ରଥମେ ଭିଡ଼ିଓ ଦେଖିବା ପାଇଁ। ଆଉ ବିଳମ୍ବ କରି ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଫ୍ରେଣ୍ଡସ୍, ନେକ୍ସଟ ଷ୍ଟେପ୍ରେ ଅନପାସିଭ୍ କ'ଣ କରିବାକୁ ଯାଉଛି, ଫ୍ରେଣ୍ଡସ୍ ଇଣ୍ଡିଆରେ କ'ଣ ହେବ। ଫ୍ରେଣ୍ଡସ୍, ଆମର ଇଣ୍ଡିଆରେ ଆପଣମାନେ ଜାଣିଛନ୍ତି ଯେ ବହୁତ ଦିନ ହେଲା କିମ୍ବା ଆରମ୍ଭରୁ ମଧ୍ୟ ଆମର ଇଣ୍ଡିଆରେ ମାର୍କେଟିଂ କ୍ୟାମ୍ପିଂ ଏପର୍ଯ୍ୟନ୍ତ ହୋଇନାହିଁ। ତେଣୁ ବର୍ତ୍ତମାନ ଅନପାସିଭ୍ ପ୍ଲାନିଂ କରୁଛି ଯେ ଇଣ୍ଡିଆରେ ମଧ୍ୟ ଆମର ମାର୍କେଟିଂ କ୍ୟାମ୍ପିଂ କରାଯିବ। ତାହା ପାଇଁ କିଛି ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ନେଇକି ଆମର ଇଣ୍ଡିଆରେ ମଧ୍ୟ ମାର୍କେଟିଂ କ୍ୟାମ୍ପିଂ ହେବ। ଫ୍ରେଣ୍ଡସ୍, ଆପଣମାନେ ଜାଣିଛନ୍ତି ଯେ ଆମର ଇଣ୍ଡିଆରେ ବର୍ତ୍ତମାନ ଆମେ ସବୁ ଇଣ୍ଡିଆନ୍ ଯେତେ ସବୁ ଅଛୁ 6 ଲକ୍ଷ ଫାଉଣ୍ଡର ଆମେ ଇଣ୍ଡିଆରେ ଅଛୁ, 6 ଲକ୍ଷର ଉର୍ଦ୍ଧ୍ୱ ମଧ୍ୟ ହୋଇପାରନ୍ତି ଆମେ ଫାଉଣ୍ଡର ମାନେ ଅଛୁ। ଆଉ ଇଣ୍ଡିଆର ପପୁଲେସନ୍ ସବୁଠୁ ବଡ଼, ତେଣୁ ଇଣ୍ଡିଆରେ ମଧ୍ୟ ମାର୍କେଟିଂ କ୍ୟାମ୍ପିଂ ହେବ। ଆଉ ସେହି ମାର୍କେଟିଂ କ୍ୟାମ୍ପିଂ ଜରିଆରେ ଯେତେ ସବୁ କଷ୍ଟମର ଆସିବେ ତାହା ଆମ ଫାଉଣ୍ଡରମାନଙ୍କୁ ଲାଭ। ଫ୍ରେଣ୍ଡସ୍, ପ୍ୟାକେଜ୍ ବାଇ ଆପଣମାନେ କେମିତି କରିବେ। ଫ୍ରେଣ୍ଡସ୍, ଆପଣମାନେ ଜାଣିଛନ୍ତି ଯେ ଆମର ଯେଉଁ $97 ଦେଇକି ଆମେ ଯେଉଁ ଫାଉଣ୍ଡର ପର୍ସନକୁ ବାଇ କରିଥିଲେ ସେଇ $97ଟି ବର୍ତ୍ତମାନ ରିଫଣ୍ଡ ହୋଇସାରିଛି। ବର୍ତ୍ତମାନ ଆମର ୱାଲେଟ୍ରେ ଶୋ କରୁନି, କିନ୍ତୁ ଆଉ ଅଳ୍ପ ଦିନ ମଧ୍ୟରେ ଆଜିଠାରୁ ଆଉ ଅଳ୍ପ ଦିନ ମଧ୍ୟରେ ଆମର 28 ତାରିଖ ଭିତରେ ଆମର ଯେଉଁ $97ଟି ଆମର ୱାଲେଟ୍ରେ ଶୋ କରିବ। ଫ୍ରେଣ୍ଡସ୍, ଆଗରୁ ଆମେ ଯେତେବେଳେ ଅନପାସିଭ୍ ଇକୋସିଷ୍ଟମ୍ ରେଜିଷ୍ଟର କରିଥିଲେ ସେହି ରେଜିଷ୍ଟର କରିବା ସମୟରେ ଆମକୁ 10 କ୍ରେଡ଼ିଟ୍ ମଧ୍ୟ ମିଳିସାରିଛି ଫ୍ରି ଅଫ୍ କଷ୍ଟରେ। ଆଉ ଆପଣମାନେ ଭାବୁଛନ୍ତି ଯଦି $97 ରିଫଣ୍ଡ କରିଦିଆଗଲା ତାହେଲେ ଆମର ଫାଉଣ୍ଡର ପଜିସନ୍ ଯେଉଁ ଅଛି ତାହା ମଧ୍ୟ ଚାଲିଯିବ। ଫ୍ରେଣ୍ଡସ୍, ଏକଥା ଜମାରୁ ଭାବନ୍ତୁ ନାହିଁ, ଏଭଳି ଆପଣମାନେ ପ୍ୟାନିକ୍ ହେବାର କୌଣସି ପ୍ରକାର ଆବଶ୍ୟକ ନାହିଁ। $97 ଯେଉଁ ରିଫଣ୍ଡ ହୋଇଛି ତାହାର ମଧ୍ୟ କିଛି ରିଜନ୍ ଅଛି। ଆସାର ଆଉ ଆମର ଯେଉଁ ମିଡ଼ିଆ ଡିପାର୍ଟମେଣ୍ଟ ଅଛନ୍ତି ସେହି ମିଡ଼ିଆ ଡିପାର୍ଟମେଣ୍ଟ ଆଉ ଆମର ଯେଉଁ ଟେକ୍ ଟିମ୍ ଅଛନ୍ତି ଆଉ ଆମର ଯେତେ ସବୁ ଲୋକ ଆମର ଟିମ୍ରେ ଯେହେତୁ କାମ କରୁଛନ୍ତି ଆଉ ମାନଙ୍କ ଅଫିସରେ ଯେହେତୁ କାମ କରୁଛନ୍ତି ତାଙ୍କର ସମସ୍ତ ରିସର୍ଚ୍ଚ ପରେ ଯେତେବେଳେ ଜଣାଗଲା ଯେ ଅଧିକାଂଶ ଫାଉଣ୍ଡର ଅଛନ୍ତି ଯେଉଁମାନଙ୍କ ପାଖରେ $97 କିମ୍ବା $100 ପେ କରିବା ପାଇଁ ତାଙ୍କ ପାଖରେ ପଇସା ନାହିଁ, ପର୍ଯ୍ୟାପ୍ତ ବାଲାନ୍ସ ତାଙ୍କର ପାଖରେ ନାହିଁ, ଆଉ ତାଙ୍କର ଚଳ ପରିଚାଳନାରେ ମଧ୍ୟ ବହୁତ ଅସୁବିଧା ଘଟୁଛି। ତେଣୁ ସେମାନେ ସବସ୍କ୍ରିପସନ୍ ପ୍ୟାକେଜ୍ ବାଇ କରିପାରିବେ ନାହିଁ। ଆଉ ଆଶାରେ ମଧ୍ୟ ଆପଣଙ୍କୁ କହିଥିଲେ, ଆମମାନଙ୍କୁ କହିଥିଲେ ଯେ ଆଗରୁ କହିଥିଲେ ଯେ ଆପଣଙ୍କୁ କିଛି ସରପ୍ରାଇଜ୍ ଦେବେ। ତେଣୁ ଆମର ଯେଉଁ $97 ସରପ୍ରାଇଜ୍ ହିସାବରେ ଦେଇଛନ୍ତି ଆଶାର ଯେଉଁ ରିଫଣ୍ଡ କରିଛନ୍ତି ସେହି ରିଫଣ୍ଡରେ ଆମର ଯେଉଁ ପ୍ୟାକେଜ୍ ବାଇ କରାଯିବ ସେହି ରିଫଣ୍ଡଟି ସେହି କାମରେ ଲାଗିବ। ଆଉ ଆମର ଯେଉଁ ଫାଉଣ୍ଡର ପର୍ସନ୍ ବାଇ କରିଛେ ସେହି ଫାଉଣ୍ଡର ପର୍ସନ୍ଟି ସେହିଭଳି ଭାବରେ ହିଁ ବାଇ ହୋଇକି ରହିଛି। କେବଳ ଏଟା ଆମକୁ ଗିଫ୍ଟ ଭାବରେ ଦିଆଯାଇଛି। $97 ଯେଉଁ ଅଛି ଯେଉଁ ରିଫଣ୍ଡ କରିଦିଆଯାଇଛି ସେ $97ଟି ଆମମାନଙ୍କୁ ଗିଫ୍ଟ ହିସାବରେ ଆଶାର ଦେଇଛନ୍ତି, ତାକୁ ରିଫଣ୍ଡ କରିଦେଇଛନ୍ତି। ଏଥିରେ ଆପଣଙ୍କର ଫାଉଣ୍ଡର ପର୍ସନ୍ର କୌଣସି ପ୍ରକାର ଅସୁବିଧା ହେବ ନାହିଁ, ଆଉ ଆପଣଙ୍କ ହାତରୁ ଫାଉଣ୍ଡର ପର୍ସନ୍ ମଧ୍ୟ ଯିବ ନାହିଁ। କାରଣ ଆପଣମାନେ ଜାଣିଛନ୍ତି ୱାନ୍ସ ଯେକୌଣସି କମ୍ପାନୀରେ ଯଦି ଆପଣମାନେ ପାର୍ଟନର ହୁଅନ୍ତି ତାହେଲେ କମ୍ପାନୀ ଯାହା କରେ ତାହାର କିଛି ପରିମାଣରେ କିଛି ଅଂଶ ଆପଣମାନେ ପାଇପାରିବେ। ତେଣୁ ଏଥିପାଇଁ ପ୍ୟାନିକ୍ ହେବାର କୌଣସି ପ୍ରକାର ଆବଶ୍ୟକ ନାହିଁ। ଫ୍ରେଣ୍ଡସ୍, ଆଉ ରହିଲା ଆମର ଯେଉଁ ପ୍ୟାକେଜ୍ ବାଇ ଯେଉଁ କରିବେ ଆପଣମାନେ ଯେଉଁ ଦେଖାଯାଇଛି ଡେବିଟ୍ କାର୍ଡ଼ ସିଷ୍ଟମ୍ରେ ମାଷ୍ଟର କାର୍ଡ଼ ଅଛି। ଆଉ ଦେଖ ଏଠି ଆପଣଙ୍କର ପେପାଲ୍ ମଧ୍ୟ ଅଛି। ଆଉ ଆପଣ ଯଦି ଚାହିଁବେ ତାହେଲେ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ମଧ୍ୟ ଆମର ପ୍ୟାକେଜ୍କୁ ବାଇ କରିପାରିବେ। ଆଉ ପ୍ୟାକେଜ୍ର କଷ୍ଟ ଅଧିକରୁ ଅଧିକ $100 ହେବ। ଆଉ ସେ ପ୍ୟାକେଜ୍ଟିକୁ ଆପଣମାନେ ଆସନ୍ତା ମାସ ଜୁନ୍ 1 ତାରିଖ ଠାରୁ ଆପଣମାନେ ପ୍ୟାକେଜ୍ ବାଇ କରିପାରିବେ। ଫ୍ରେଣ୍ଡସ୍, ଆଶାର ଆହୁରି ମଧ୍ୟ କହିଛନ୍ତି ଯେ ଆମର ଯେଉଁ ଓ ଟ୍ରାକର
ଓ ଟ୍ରାକରଟି ଆମର 25 ତାରିଖରେ ହୁଏତ ଆସିପାରେ, ନଚେତ 25 ତାରିଖ ପରେ ପରେ ଆମର ଓ ଟ୍ରାକର ମଧ୍ୟ ଆମର ଅନପାସିଭ୍ ଇକୋସିଷ୍ଟମରେ ଇଣ୍ଟିଗ୍ରେଟ୍ କରିଦିଆଯିବ। ତେଣୁ ଆପଣମାନେ ଆମର ଯେଉଁ ଓ ଟ୍ରାକର ଅଛି ତାକୁ ମଧ୍ୟ ୟୁଜ୍ କରିପାରିବେ, କିନ୍ତୁ ତାହାର ସବସ୍କ୍ରିପସନ୍ ପ୍ୟାକେଜ୍ ବାବଦକୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଡିସିସନ୍ ନିଆଯାଇ ନାହିଁ। ଆଉ ଆପଣମାନେ ଜାଣିଛନ୍ତି, ଯଦି ଆପଣମାନେ ଆମର ଯେଉଁ ଓ କନେକ୍ଟର ସବସ୍କ୍ରିପସନ୍ ପ୍ୟାକେଜ୍ 1 ମାସ ପାଇଁ ବାଇ କରୁଛନ୍ତି, ତାହେଲେ କେବଳ ଫାଉଣ୍ଡରମାନଙ୍କ ପାଇଁ ଆମର ଆସାର ପୁଣି 2 ମାସର ଫ୍ରି ଅଫ୍ କଷ୍ଟରେ ଆପଣଙ୍କୁ ଓ କନେକ୍ଟଟି ୟୁଜ୍ କରିବା ପାଇଁ ଦେବେ। ଆଉ ତାହାର ଫାଇଦା ମଧ୍ୟ ଫାଉଣ୍ଡରମାନେ ଉଠାଇ ପାରିବେ। ଭଲରେ ମନେ ରଖନ୍ତୁ, ଆମର 1 ମାସ ପାଇଁ ଯଦି ଆମେ ଓ କନେକ୍ଟର ପ୍ୟାକେଜ୍ ବାଇ କରିବା, ତାହେଲେ ପୁଣି ଆମକୁ ଏକ୍ସଟ୍ରା 2 ମାସ ଆମର ପ୍ୟାକେଜ୍ ବାଇ କରିବାକୁ ଆମକୁ ପଡ଼ିବନି। ଆଉ ଯେତେବେଳେ ଏକ୍ସଟ୍ରା 2 ମାସ ସରିଯିବ, ପୁଣି ଥରେ ଆମକୁ ସବସ୍କ୍ରିପସନ୍ ପ୍ୟାକେଜ୍ ଦେବାକୁ ପଡ଼ିବ। କାରଣ ସେତେବେଳେ ଆପଣମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କାରଣ ଯେହେତୁ 1 ମାସରେ ପ୍ୟାକେଜ୍ ବାଇ କରୁଛନ୍ତି, ଆଉ 2 ମାସ ଯେହେତୁ ଆପଣଙ୍କୁ ଫ୍ରି ଅଫ୍ କଷ୍ଟରେ ମିଳୁଛି, ସେ 3 ମାସର ଆପଣ ସମ୍ପୂର୍ଣ୍ଣ ଭାବରେ ଫାଇଦା ଉଠାଇ ପାରିବେ। ଆଉ ଫ୍ରେଣ୍ଡସ୍, ମନେ ରଖନ୍ତୁ, ବର୍ତ୍ତମାନ ସିଚୁଏସନ୍ରେ ଆପଣମାନେ ସପ୍ତାହକୁ ଗୋଟିଏ ଥର ଆମର ଯେଉଁ ବୋନସ୍ କିମ୍ବା କ୍ରେଡ଼ିଟ୍ ଯାହା ମିଳିବ, ଆମକୁ ଯାହା ସବୁ ଇନକମ୍ ଆସିବ, ସପ୍ତାହକୁ ଗୋଟିଏ ଥର ଆପଣମାନେ ନିଜର ବାଲାନ୍ସକୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ମୁଭ୍ କରିପାରିବେ। ଆଗାମୀ ଦିନରେ ଆପଣମାନେ ଗୋଟିଏ ଦିନକୁ ଥରେ ମଧ୍ୟ ବାଲାନ୍ସଟିକୁ ଆପଣଙ୍କ ଆକାଉଣ୍ଟକୁ ମୁଭ୍ କରିପାରିବେ। କାରଣ ବର୍ତ୍ତମାନ ସମୟରେ ଯଦି ଅନଲିମିଟେଡ଼ କରିଦିଆଯାଏ କିମ୍ବା ପ୍ରଥମ ଦିନ ଯଦି ୱିଥଡ୍ର କରିବା ପାଇଁ ଦିଆଯାଏ, ତାହେଲେ ସାଇଟ୍ଟି ସ୍ଲୋ ହୋଇଯିବ। ତେଣୁ ସାଇଟ୍ ସ୍ମୁଥ୍ ହେବା ପର୍ଯ୍ୟନ୍ତ ଆପଣମାନେ ସପ୍ତାହକୁ ଗୋଟିଏ ଥର ମାତ୍ର ଆପଣଙ୍କର ଯେଉଁ ବାଲାନ୍ସ ଥିବ, ସେହି ବାଲାନ୍ସଟିକୁ ଆପଣମାନେ ବ୍ୟାଙ୍କ ଆକାଉଣ୍ଟକୁ ମୁଭ୍ କରିପାରିବେ। ଆଉ ଫ୍ରେଣ୍ଡସ୍, ଦେଖିଥିବେ ଆପଣମାନେ ଯେଉଁ ବୁର୍ଜ ଖଲିଫାର ଶୋ ହୋଇଥିଲା, ଆଉ ଯେଉଁ ଆମର ଇଭେଣ୍ଟ ମଧ୍ୟ ହୋଇଥିଲା, ମିଟିଂ ମଧ୍ୟ ହୋଇଥିଲା, ଦେଖିଥିବେ ଆପଣମାନେ ସେଠି ସୁପର କାର୍, ଲକ୍ଜରୀ କାର୍ ଆଉ ବହୁତ ବଡ଼ ବଡ଼ କାର୍, ଦାମୀ ଦାମୀ କାର୍ ମଧ୍ୟ ଦେଖିଥିବେ ଆପଣମାନେ। ତାହାର ଦେଖେଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦେଖିଥିବେ ଆପଣମାନେ ସେଇ କାର୍ ମାନଙ୍କରେ ଆମର ଅନପାସିଭ୍ର କିଛି ଲୋଗୋ, କିଛି ଷ୍ଟିକର ମଧ୍ୟ ଲଗାଯାଇଥିଲା। ଆପଣମାନେ ଭାବୁଥିବେ ଏସବୁ କ'ଣ ପାଇଁ କରାଯାଇଛି। ଏଟା ହେଉଛି ଗୋଟେ ମାର୍କେଟିଂ କ୍ୟାମ୍ପେନ୍ର ନମୁନା। ଫ୍ରେଣ୍ଡସ୍, ଆପଣ ଜାଣିଛନ୍ତି ଯେତେ ସବୁ ଦାମୀ ବିଲ୍ଡିଂ, ସବୁଠୁ ବଡ଼ ବିଲ୍ଡିଂ ଆଉ ଦାମୀ ବିଲ୍ଡିଂ ପୃଥିବୀରେ ହେଉଛି, ତାହା ହେଉଛି ବୁର୍ଜ ଖଲିଫା। ସେଠି ଯେହେତୁ ମାର୍କେଟିଂ କ୍ୟାମ୍ପେନ୍ କଲେ ଏତେ ସବୁ ଲୋକ ଦେଖୁଛନ୍ତି, ତେଣୁ ଦାମୀ କାର୍ ଉପରେ କିମ୍ବା ଦାମୀ ଗାଡ଼ି ଉପରେ ଯଦି ଆମର ଷ୍ଟିକର ଲଗେଇକି, ଆମର ବ୍ୟାନର ଲଗେଇକି ଯଦି ମାର୍କେଟିଂ କରାଯାଏ କିମ୍ବା ବୁଲାଯାଏ, ତାହେଲେ ଦୁନିଆର ସମ୍ପୂର୍ଣ୍ଣ ଲୋକ ଜାଣିବେ ଆଉ ସବୁ ଲୋକ ଜାଣିପାରିବେ ଯେ ଅନପାସିଭ୍ କ'ଣ କରୁଛି ଆଉ ଅନପାସିଭ୍ କ'ଣ, ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଚର୍ଚ୍ଚା ହେବ। ତେଣୁ ଏଟା ହେଉଛି ଆମର ମାର୍କେଟିଂ କ୍ୟାମ୍ପେନ୍ର ନମୁନା। ଫ୍ରେଣ୍ଡସ୍, ଆପଣ ଜାଣିଛନ୍ତି ଯେ ଆମର ବର୍ତ୍ତମାନ ସମୟରେ ବୁର୍ଜ ଖଲିଫାରେ ତ ସପ୍ତାହକୁ ଥରେ ଲାଇଟ୍ ଶୋ, ଲେଜର ଶୋ ହେଉଛି, କିନ୍ତୁ ଆମର ଅନେକ ଗୁଡ଼ିଏ ଜାଗାରେ ମଧ୍ୟ ଆମର ଯେଉଁ ମାର୍କେଟିଂ କ୍ୟାମ୍ପେନ୍ର ବ୍ୟବସ୍ଥା କରାଯାଉଛି। ତେଣୁ ଅଧିକରୁ ଅଧିକ ଦେଶରେ ବର୍ତ୍ତମାନ ସମୟରେ ଆମର ଅନପାସିଭ୍ ପହଞ୍ଚି ସାରିଛି। ଆଉ ଯାହା ସବୁ ଦେଶ, ଯେଉଁ ଦେଶ ସବୁ ଅଛି, ତାକୁ ମଧ୍ୟ ଅନପାସିଭ୍ କଭର କରିବାକୁ ଯାଉଛି। ଆଉ ସେଇ ମାର୍କେଟିଂ କ୍ୟାମ୍ପେନ୍ର ଯେତେ ସବୁ କଷ୍ଟମର ହେଉ କିମ୍ବା ରିଷ୍ଟେଲର ହେଉ, ଯେତେ ସବୁ ଆସିବେ, ସେମାନେ ଆମ ଡାଉନ୍ ଲାଇନ୍ ଦେଇକି ହିଁ ଆସିବେ। କାରଣ ଆମେ ହେଉଛୁ ଅନପାସିଭ୍ର ମେନ୍ ଗେଟ୍ ନ ପଶିବା ପର୍ଯ୍ୟନ୍ତ, ମେନ୍ ଗେଟ୍ ନ ଯିବା ପର୍ଯ୍ୟନ୍ତ କୌଣସି ପ୍ରକାର ଲୋକ ଭିତରକୁ ଏଣ୍ଟ୍ରି କରିପାରିବେ ନାହିଁ। ତେଣୁ ଆପଣମାନେ ଏଇ ଯେଉଁ $97 ରିଫଣ୍ଡ କରିଦିଆଯାଇଛି, ଏହାକୁ ନେଇକି କୌଣସି ପ୍ରକାର ପେନିକ୍ ହେବାର ଆବଶ୍ୟକ ନାହିଁ। ଆପଣଙ୍କର ଫାଉଣ୍ଡର ପର୍ସନ୍ ଯେଉଁ ବାଇ କରିଥିଲେ ଥିଲା, ଏବେ ମଧ୍ୟ ଆପଣଙ୍କର ଫାଉଣ୍ଡର ପର୍ସନ୍ ଅଛି। ଆପଣମାନେ ଏଥିପାଇଁ ବ୍ୟସ୍ତ ହେବାର କୌଣସି ପ୍ରକାର ଆବଶ୍ୟକ ନାହିଁ। ଫ୍ରେଣ୍ଡସ୍, ଆପଣମାନେ ଯେତେବେଳେ ସବସ୍କ୍ରିପସନ୍ ପ୍ୟାକେଜ୍ ବାଇ କରିବେ, ଆପଣମାନେ ଦେଖିବେ ବର୍ତ୍ତମାନ ସମୟରେ ଆପଣଙ୍କ ୱାଲେଟ୍ରେ କ୍ରେଡ଼ିଟ୍ ଦେଖାଉନାହିଁ, ଆଉ ଆପଣଙ୍କ ୟୁଜର୍ କିମ୍ବା ରିସେଲର ଦେଖାଉନି। କିନ୍ତୁ ଆପଣମାନେ ଯେତେବେଳେ ସବସ୍କ୍ରିପସନ୍ ପ୍ୟାକେଜ୍ ବାଇ କରିବେ, ସେତେବେଳେ ଦେଖିବେ ଆପଣଙ୍କ ୟୁଜର୍ ଲିଷ୍ଟ ମଧ୍ୟ ବଢ଼ିଯିବ ଆଉ ଆପଣଙ୍କର ରିସେଲର ଲିଙ୍କ ମଧ୍ୟ ଆସିଯିବ। ସେଠି ଯେହେତୁ ସମସ୍ତ ଶୋ କଲା ପରେ ଆପଣମାନେ ଦେଖିବେ ଯେ ଆପଣଙ୍କ କ୍ରେଡ଼ିଟ୍ କେତେ ଅଛି ଆଉ ଆପଣଙ୍କ ବାଲାନ୍ସ କେତେ ହେଉଛି, ଆପଣମାନେ ଭଲ ଭାବରେ ଚେକିଂ ମଧ୍ୟ କରିପାରିବେ। ଫ୍ରେଣ୍ଡସ୍, ସାର୍ ଆଉ ଗୋଟେ କଥା ମଧ୍ୟ କହିଥିଲେ ଯେ ବହୁତ ଶୀଘ୍ର ଆମର ଅନପାସିଭ୍ ଡେବିଟ୍ କାର୍ଡ଼ ନେଇକି ଆସୁଛି। ଡେବିଟ୍ କାର୍ଡ଼
ନେଇକି ଆସୁଛି ବହୁତ ଶୀଘ୍ର ଆମର କମ୍ପାନୀ ଅନପାସିଭ୍ ଡେବିଟ୍ କାର୍ଡ଼ ନେଇକି ଆସିବ। ଆଉ ଡେବିଟ୍ କାର୍ଡ଼ ଆପଣ ଜାଣିଥିବେ ଯେଉଁଟାକି ATM କାର୍ଡ଼, ସେଇ ATM କାର୍ଡ଼ ମଧ୍ୟ ଆମର କମ୍ପାନୀ ଅନପାସିଭ୍ ବହୁତ ଶୀଘ୍ର ମାର୍କେଟକୁ ନେଇକି ଆସିବ। ଆଉ ସାରା ପୃଥିବୀରେ ତାକୁ ମଧ୍ୟ ଆଲାଉ କରାଯାଏ ଯେ ସମସ୍ତେ ସେ ତାକୁ ବ୍ୟବହାର କରିପାରିବେ। ଏଟା ଆଶାରେ ମଧ୍ୟ କହିଛନ୍ତି ଫ୍ରେଣ୍ଡସ୍। ବର୍ତ୍ତମାନ ସମୟରେ ଏଟା ହୋଇନି, ଆଗାମୀ ଦିନରେ ହେବ, ଆଉ ଅଳ୍ପ ଦିନ ମଧ୍ୟରେ ହେବ, ଅଳ୍ପ ମାସ ମଧ୍ୟରେ ହେବ। ତେଣୁ ଆପଣମାନେ ଏ ବିଷୟରେ ବେଶୀ ଚର୍ଚ୍ଚା କରିବାର ମଧ୍ୟ କୌଣସି ପ୍ରକାର ଆବଶ୍ୟକ ନାହିଁ। ବର୍ତ୍ତମାନ ଯେଉଁ ସମୟ ଚାଲିଛି, ବର୍ତ୍ତମାନ ଆମେ ଗ୍ରୀନ୍ ଜୋନ୍ରେ ଯେହେତୁ ଏଣ୍ଟ୍ରି କରିସାରିଛେ, ଆମେ ବର୍ତ୍ତମାନ ୱିନ୍ ହୋଇସାରିଛେ ଫ୍ରେଣ୍ଡସ୍। ଏଇଟା ହେଉଛି ଆମର ଗ୍ରୀନ୍ ଫେଜ୍। ଆଉ ଆଗାମୀ ଦିନରେ ଦେଖିବେ, ଆଉ ଅଳ୍ପ ଦିନରେ ଦେଖିବେ, ଯେତେବେଳେ ଜୁନ୍ 1 ତାରିଖ ଆସିବ ଆପଣମାନେ ଜାଣିପାରିବେ ଯେ ଗ୍ରୀନ୍ ଜୋନ୍ରେ କ'ଣ କ'ଣ ସବୁ ହୁଏ, ଆଉ ଆପଣଙ୍କୁ କେଉଁଭଳି ଭାବରେ ଇନକମ୍ ଆସୁଛି। ଆପଣମାନେ ଦେଖି ବହୁତ ଖୁସି ହେବେ, ବହୁତ ଏନ୍ଜୟ ମଧ୍ୟ କରିବେ ଫ୍ରେଣ୍ଡସ୍। ତେଣୁ ଏଥିଲା କିଛି ଇନଫର୍ମେସନ୍। ରହିଲି। ଜୟ ଜଗନ୍ନାଥ, ଜୟ ଅନପାସିଭ୍। ୱି ଆର୍ ସୋ ୟୁ ନିଡ୍ ଟୁ ୱିନ୍ ଇଟ୍।